ଆଜିଠୁ ଷ୍ଟାର୍ଟ ହେଇଯାଇଛି ମୋ ପୁଅର ଏକ୍ଜାମ୍। ମୋ ପୁଅ ଯେତିକି ବ୍ୟସ୍ତ ନ ହେଉଛି ତାଠୁ ଅଧିକ ବ୍ୟସ୍ତ ମୁଁ ହେଇଯାଉଛି। ମୋତେ ଲାଗୁଛି ଯେମିତି ମୋର ହିଁ ପରୀକ୍ଷା ହେଉଛି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆମେମାନେ ଭଲରେ ଅଛୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ବର୍ଷଟାଙ୍କର ପାଠପଢ଼ା ପରେ ଆଜି ମୋ ପୁଅର ଷ୍ଟାର୍ଟ ହେଇଯାଇଛି ଆନୁଆଲ୍ ଏକ୍ଜାମ୍। ସେଥିପାଇଁ ବ୍ୟସ୍ତ ତ ନିଶ୍ଚିନ୍ତ ଲାଗିବ। ରାତି ସାରା ମୁଁ ଶୋଇପାରିନି। ନିଦ ସକାଳେ ଭାଙ୍ଗିବ ନ ଭାଙ୍ଗିବ, ପୁଅକୁ 3ଟାରୁ ଉଠେଇବି, ପଢ଼େଇବା ପାଇଁ ନିଦ ଉଠିପାରିବି ନ ଉଠିପାରିବି, ଏମିତି ଭାବି ଭାବି କର ନଉଟି ନଉଟି ମୋ ରାତିଟି ପାହିଛି। ସକାଳୁ ଉଠିକିରି ପୁଅକୁ ଜଲ୍ଦି ତୟାର କରିକି ଖାଇବା ପିଇବା ଦେଇକିରି ସ୍କୁଲ ବାଟେଇ ଦେଲି। ତଥାପି କ'ଣ ମନ ବୁଝୁଛି? ମନଟି ମୋର ତାରି ପାଖରେ ରହିଯାଇଛି। କାରଣ ପରୀକ୍ଷାରେ ସେ କେମିତି କ'ଣ ଲେଖିବ, କ'ଣ କରିବ, ଯେପର୍ଯ୍ୟନ୍ତ ସିଏ ଆସିକିରି ମୋତେ ରିଟର୍ନ ନ କହିଛି ସେ ପର୍ଯ୍ୟନ୍ତ ମୋ ମନ ଏମିତି ବ୍ୟସ୍ତ ହେଉଥିବ। ତା ସହିତ ସାଙ୍ଗମାନେ ଏଇ ପରୀକ୍ଷା କେଉଁ ମାଆମାନଙ୍କ ସହିତ ବିତୁଛି ମୋତେ ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ରଖୁଛି, ଜୟ ଜଗନ୍ନାଥ।